ସୁନ୍ଦରଗଡ଼ ସହର ଓ ତାର ଆଖପାଖ ଅଞ୍ଚଳରେ ଦୁର୍ଘଟଣା ଉପରେ ଦୁର୍ଘଟଣା। ସୁନ୍ଦରଗଡ଼ ସହରରେ ଏବେ ଭାରୀ ଯାନ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଲଟିଛି ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ। ବେଆଇନ ପାର୍କିଂ ପାଇଁ ହେଉ କି ଡ୍ରାଇଭରର ଅସାବଧାନତା ହେଉ, ଏଠି ପ୍ରତିଦିନ ଘଟୁଛି ଦୁର୍ଘଟଣା ଓ ହାନି ହେଉଛି ଅନେକ ଧନଜୀବନ। ଆଉ ଏବେ ଭୟଙ୍କର ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ସହରର ବିଜାପଡ଼ା ଛକରୁ। ଇଏ ହେଉଛି ସେହି ଛକ ଯେଉଁଠି କିଛି ଦିନ ତଳେ ଭାରୀ ଯାନର ଧକ୍କାରେ ଚାଲି ଯାଇଥିଲା ଜଣେ ମହିଳାଙ୍କ ଜୀବନ। ଆଉ ଗତକାଲି ସନ୍ଧ୍ୟାରେ ପୁଣି ସେହି ଛକରେ ଘଟିଛି ଆଉ ଗୋଟିଏ ଭୟଙ୍କର ଦୁର୍ଘଟଣା। ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁଇଟି ଗାଡ଼ିକୁ ଧକ୍କା ଦେଇ ଦୋକାନ ଭିତରକୁ ପଶିଗଲା ଟ୍ରେଲର। ସୋମବାର ସନ୍ଧ୍ୟାରେ ସୁନ୍ଦରଗଡ଼ ସହର ବିଜୁ ଏକ୍ସପ୍ରେସ୍ ୱେର ସେହି ବିଜାପଡ଼ା ଛକ ନିକଟରେ ଘଟିଛି ଦୁର୍ଘଟଣା। ସନ୍ଧ୍ୟାରେ ଝାରସୁଗୁଡ଼ା ପଟୁ ଏହି ଟ୍ରେଲର ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପିକ୍ଅପ୍ ଓ ବାଇକ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଗଲା। ଦୁର୍ଘଟଣା ପରେ ସର୍ଟ ସର୍କିଟ୍ ହୋଇ ଟ୍ରେଲରରେ ନିଆଁ ଲାଗି ଯାଇଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ନିଆଁକୁ ପରେ ଅଗ୍ନିଶମ ବାହିନୀ ପହଞ୍ଚି ଆୟତ୍ତ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟୁରୋ ରିପୋର୍ଟ, ଗାଙ୍ଗପୁର ଲାଇଭ୍।